ଶନିବାର ଦିନ ଶୋଇବା ପୂର୍ବରୁ ଖଟ ତଳେ ସୋରିଷ ତେଲ ରଖି ତାକୁ ଗରିବ ଲୋକଙ୍କୁ ଦାନ କରିଲେ ଘରକୁ ଧନ ସମ୍ପତ୍ତି ଏବଂ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଡିମିରି ଗଛର ଚେରକୁ କପଡ଼ାରେ ବାନ୍ଧି ଚାନ୍ଦିର କବଚ ଭିତରେ ରଖି ବେକରେ ପକାଇବା ଦ୍ୱାରା ଆର୍ଥିକ ସମ୍ପନ୍ନତା ବୃଦ୍ଧି ହୋଇଥାଏ। ଘରେ ପଇସା ରଖୁଥିବା ଆଲମାରିରେ 9ଟି କଉଡ଼ି ସହିତ ଗୋଟିଏ ତମ୍ବା ପଇସା ରଖିବା ଦ୍ୱାରା ଶୁଭ ହୋଇଥାଏ। ପଇସାର ଅଭାବ ଦୂର ହୋଇଥାଏ। ପ୍ରତ୍ୟେକ ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଅର୍ପଣ କରିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ। ଭୋଜନ କରିବା ପୂର୍ବରୁ କୁକୁର କିମ୍ବା ଗାଈ ପାଇଁ କିଛି ଖାଦ୍ୟ ବାହାର କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ କେବେ ବି ଆର୍ଥିକ ସମସ୍ୟା ଦେଖା ଦେଇନଥାଏ। ନିୟମିତ ଭାବରେ କଦଳୀ ଗଛର ମୂଳରେ ଜଳ ଅର୍ପଣ କରିବା ଦ୍ୱାରା ଏବଂ ଘିଅ ଦୀପ ଜଳାଇବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୋମବାର ଦିନ ଶିବ ମନ୍ଦିରରେ କ୍ଷୀର ଏବଂ ଚାଉଳ ଅର୍ପଣ କରିବା ଦ୍ୱାରା ମନ ମୁତାବକ ଚାକିରି ପ୍ରାପ୍ତ ହୋଇଥାଏ। ମଙ୍ଗଳବାର ଦିନ ଘରେ ହନୁମାନଙ୍କ ଉଡ଼ୁଥିବା ଫଟୋ ଲଗାଇ ନିତ୍ୟ ପୂଜା ଅର୍ଚ୍ଚନା କରିବା ଦ୍ୱାରା ମନପସନ୍ଦର ଚାକିରିଟିଏ ମିଳିଥାଏ। କୌଣସି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯିବା ପୂର୍ବରୁ ଓଁ ନମୋ ଭଗବତୀ ପଦ୍ମାବତୀ ରିଦ୍ଧି ସିଦ୍ଧି ଦାୟିନୀ ମନ୍ତ୍ର 108 ଥର ଜପ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଶନିବାର ଦିନ ଶନିଙ୍କ ପୂଜା କରିବା ସମୟରେ ଓ ଶନିଶ୍ଚରାୟ ନମଃ ମନ୍ତ୍ର 108 ଥର ଜପ କରିବା ଦ୍ୱାରା ଚାକିରି ଜନିତ ସମସ୍ୟା ଦୂର ହୋଇଥାଏ। ଯଦି ଚାକିରି ପାଇଁ କୌଣସି ସ୍ଥାନକୁ ଯିବାକୁ ଥାଏ ତେବେ ଗୋଟିଏ ଲେମ୍ବୁରେ 4ଟି ଲବଙ୍ଗ ଲଗାଇ ସାଙ୍ଗରେ ନେଇକି ଯିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ। ପ୍ରତ୍ୟେକ ଦିନ ଗାଈକୁ କିଛି ଖାଦ୍ୟ ଖାଇବାକୁ ଦେବା ଦ୍ୱାରା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ ଏବଂ ଜୀବନରେ ଉନ୍ନତି ପ୍ରାପ୍ତ ହୋଇଥାଏ। ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତ କରିବା ପାଇଁ ହେଲେ ବିବାହିତା ମହିଳାମାନେ ହାଥରେ ହଳଦୀ ରଙ୍ଗର ଚୁଡ଼ି ପିନ୍ଧିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ କଲହ ଦେଖା ଦେଉଥାଏ ତେବେ ଶୋଇବା ସମୟରେ ସ୍ୱାମୀଙ୍କ ମୁଣ୍ଡ ଉପରେ ସିନ୍ଦୁର ରଖି ସେହି ସିନ୍ଦୁରକୁ ପିନ୍ଧିବା ଦ୍ୱାରା ତାହା ଦୂର ହୋଇଥାଏ। ବିବାହିତା ମହିଳାମାନେ ପ୍ରତ୍ୟେକ ଦିନ ଦୁର୍ଗା ଚାଳିଶା ପାଠ କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଦାମ୍ପତ୍ୟ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ। ପତି ପତ୍ନୀଙ୍କ ମଧ୍ୟରେ ମଧୁର ସମ୍ପର୍କ ପାଇଁ ଖଣ୍ଡେ ଲାଲ କପଡ଼ାରେ ମୁଠାଏ ହଳଦିଆ ସୋରିଷ ସହିତ ପତ୍ନୀଙ୍କ ନାମ ଲେଖାଥିବା ଗୋମତୀ ଚକ୍ରକୁ ବାନ୍ଧି ଶୋଇବା ଘରେ ରଖିବା ଉଚିତ। କଦଳୀ ଗଛରେ ଲକ୍ଷ୍ମୀନାରାୟଣଙ୍କ ବାସ ହୋଇଥାଏ। ତେଣୁ ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ପ୍ରାପ୍ତି ପାଇଁ କଦଳୀ ଗଛକୁ ନିୟମିତ ଭାବେ ପୂଜା କରିବା ମଙ୍ଗଳକାରୀ ହୋଇଥାଏ। ଶନିବାର ମଙ୍ଗଳବାର ଏବଂ ଗୁରୁବାର ଦିନ ମହିଳାମାନେ ନଖ କାଟିବା ଅନୁଚିତ ଏବଂ ପୁରୁଷମାନେ ବାଲ କାଟିବା ଉଚିତ ନୁହେଁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ପାଇଁ ମଙ୍ଗଳକାରୀ ହୋଇଥାଏ। ଯଦି ଜୀବନରେ ଧାର କରଜର ଭାର ଅଧିକ ହୋଇଥାଏ ଏବଂ ସୁଝିବା ଅସମ୍ଭବ ଲାଗୁଥାଏ ତେବେ ମଙ୍ଗଳବାର ଦିନ ଋଣ ମୋଚକ ମଙ୍ଗଳସ୍ତୋତ୍ର ପାଠ କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ଯଦି ପିଲାଙ୍କର ପାଠରେ ମନ ଲାଗୁନଥାଏ ତେବେ 3 ଶୁକ୍ଲପକ୍ଷ ଗୁରୁବାର ଦିନ 5ଟି ମିଠାଇ ସହିତ 2ଟି ଇଲାଇଚିକୁ ନେଇ ପିଲାଙ୍କ ଦ୍ୱାରା ଅସ୍ତଗଛ ମୂଳରେ ରଖିବା ଦ୍ୱାରା ମଙ୍ଗଳ ହୋଇଥାଏ। ଯଦି ଆର୍ଥିକ ସମସ୍ୟା ଦେଖା ଦେଉଥାଏ ତେବେ ଶନିବାର ଦିନ ଓସ୍ତ ଗଛ ମୂଳରେ କ୍ଷୀର ସହିତ ଗୁଡ଼ ଛଡ଼ାଇ ସୋରିଷ ତେଲରେ ଦୀପ ଜାଳିବା ଦ୍ୱାରା ତାହା ଦୂର ହୋଇଥାଏ। ରବିବାର ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦାନ କରିବା ସମୟରେ ଜଳରେ ସିନ୍ଦୁର ଏବଂ କଷା ମିଶାଇ ଅର୍ଘ୍ୟ ଦେଲେ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ। ରବିବାର ଦିନ ପୋଖରୀ କିମ୍ବା ନଦୀରେ ରହୁଥିବା ମାଛମାନଙ୍କୁ ଖାଦ୍ୟ ଖାଇବାକୁ ଦେବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ତା ସହିତ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ। ରବିବାର ଦିନ ଝାଡ଼ୁ କିଣିବା ଶୁଭ ହୋଇଥାଏ ଏବଂ ସେହି ଝାଡ଼ୁରେ ଘର ସଫା କଲେ ମଙ୍ଗଳକାରୀ ହୋଇଥାଏ ଏବଂ ଆର୍ଥିକ ସ୍ଥିତି ଭଲ ରହିଥାଏ। ରବିବାର ଦିନ ସନ୍ଧ୍ୟାରେ 4ଟି ମୁଖ ଥିବା ଦୀପକୁ ଓସ୍ତ ଗଛ ମୂଳରେ ଜଳାଇବା ଦ୍ୱାରା ଧନ ମାନ ସମ୍ମାନ ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଦୋକାନରେ ଭଲ ବ୍ୟବସାୟ ହେବା ପାଇଁ 7ଟି କଉଡ଼ିକୁ କେଶରରେ ଗୁଲାଇ ହଳଦିଆ କପଡ଼ାରେ ବାନ୍ଧି ପଇସା ବାକ୍ସରେ ରଖିବା ଦ୍ୱାରା ଶୁଭପ୍ରଦ ହୋଇଥାଏ। ରବିବାର ଦିନ ବରଗଛ ପତ୍ରରେ ନିଜର ମନସ୍କାମନା ଲେଖି ନଦୀ ଜଳରେ ଭସାଇବା ଦ୍ୱାରା ତାହା ପୂର୍ଣ୍ଣ ହୋଇଥାଏ। ବିବାହ ଯୋଗ୍ୟ ଯୁବକ ଯୁବତୀଙ୍କର ଯଦି ବିବାହ ହୋଇପାରୁନଥାଏ ତେବେ ସେମାନେ ଘରର ଉତ୍ତର ପଶ୍ଚିମ ଦିଗରେ ଥିବା କୋଠରୀରେ ଶୋଇବା ଦ୍ୱାରା ବିବାହ ପ୍ରସ୍ତାବ ଆସିଥାଏ। ବିବାହ ଯୋଗ୍ୟ କନ୍ୟାର ତକିଆ ତଳେ ହଳଦୀ ଖଣ୍ଡକୁ ହଳଦିଆ କପଡ଼ାରେ ବାନ୍ଧି ରଖିବା ଦ୍ୱାରା ତାଙ୍କ ପାଇଁ
ବିବାହ ପ୍ରସ୍ତାବ ଆସିଥାଏ। ଯଦି ବିବାହଯୋଗ୍ୟ ପୁତ୍ର କିମ୍ବା କନ୍ୟାମାନେ ଲଗାତାର 13 ଦିନ ପର୍ଯ୍ୟନ୍ତ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରିବା ଦ୍ୱାରା ବିବାହରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ। ଯଦି ବିବାହଯୋଗ୍ୟ ପିଲାମାନେ ବିବାହ ପାଇଁ ରାଜି ନ ହେଉଥାନ୍ତି, ତେବେ ତାଙ୍କ ଶୋଇବା ଘରେ ଗୋଟିଏ କାଚ ପାତ୍ରରେ କ୍ରିଷ୍ଟାଲ ବଲ୍ ରଖିବା ଦ୍ୱାରା ଲାଭପ୍ରଦ ହୋଇଥାଏ। ବିବାହଯୋଗ୍ୟ ଯୁବକ ଯୁବତୀଙ୍କର ଯଦି ବିବାହ ହୋଇପାରୁନଥାଏ, ତେବେ ତାଙ୍କ ଶୋଇବା ଘରର ରଙ୍ଗ ହାଲକା ଗୋଲାପୀ କିମ୍ବା ହଳଦିଆ କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। କୁଆଁରୀ କନ୍ୟାମାନେ ଶୀଘ୍ର ବିବାହ କରିବା ପାଇଁ ହେଲେ ଗୁରୁବାର ବ୍ରତ କରିବା ଉଚିତ। ଏହା ମଙ୍ଗଳକାରୀ ହୋଇଥାଏ। ଯଦି ଜାତକରେ ପ୍ରଥମ, ଚତୁର୍ଥ, ସପ୍ତମ ଏବଂ ଦ୍ୱାଦଶ ଘରେ ମଙ୍ଗଳ ରହିଥାଏ, ତେବେ ମାଙ୍ଗଳିକ ଯୋଗ ହୋଇଥାଏ। ଏହାଦ୍ୱାରା ବିବାହ ଡେରିରେ ହୋଇଥାଏ ଏବଂ ବିବାହ ପରେ ମତଭେଦ ଦେଖା ଦେଇଥାଏ। ମଙ୍ଗଳ ଦୋଷରୁ ମୁକ୍ତି ପାଇଁ ମଙ୍ଗଳବାର ବ୍ରତ କରିବା ଉଚିତ ଏବଂ ଘଟ ବିବାହ କରିବା ଦ୍ୱାରା ଲାଭପ୍ରଦ ହୋଇଥାଏ। ଜାତକରେ ଯଦି ସପ୍ତମ ଘରେ ଶନି ରହିଥାନ୍ତି, ତେବେ ବିବାହରେ ବିଭିନ୍ନ ପ୍ରକାରର ସମସ୍ୟା ଆସିଥାଏ, ତେଣୁ ପ୍ରତିକାର କରିବା ଉଚିତ। ଯେଉଁ ଲୋକମାନେ ସୁନ୍ଦର ଏବଂ ଗୁଣବତୀ ବୋହୂ ଘରକୁ ଚାହୁଁଥାନ୍ତି, ତେବେ ଗୁରୁବାର ଏବଂ ରବିବାର ଦିନ ପୁଅର ନଖ କାଟି ରୋଷେଇ ଘର ଚୁଲିରେ ଜଳାଇବା ଦ୍ୱାରା ତାହା ପ୍ରାପ୍ତି ହୋଇଥାଏ। ଘରର ଉତ୍ତର ଦିଗରେ ଲକ୍ଷ୍ମୀଙ୍କ ଫଟୋ ଏବଂ କୁବେରଙ୍କ ଫଟୋ ଲଗାଇବା ଦ୍ୱାରା ବହୁତ ଶୁଭ ହୋଇଥାଏ ଏବଂ ଘରର ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ। ଘରର ପୂର୍ବ ଦିଗରେ ଏବଂ ଦକ୍ଷିଣ ଦିଗରେ ପ୍ରକୃତିର ଚିତ୍ର ଥିବା ଫଟୋ ଲଗାଇବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଧନଲାଭ ହୋଇଥାଏ। ଘରର ପୂର୍ବ ଏବଂ ଉତ୍ତର ଦିଗରେ ହସୁଥିବା ପିଲାଙ୍କ ଫଟୋ ଲଗାଇବା ଦ୍ୱାରା ଶୁଭ ହୋଇଥାଏ ଏବଂ ସକାରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ।